ଶନି ଦଶା ପଡ଼ିଥିଲେ କାଉକୁ ଖାଇବାକୁ ଦିଅନ୍ତୁ ଏବଂ ଘୋଡ଼ା ନାଳିକୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ। ମାଟିର ସୋରେଇରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଲେ ବାସ୍ତୁ ସମସ୍ୟା ଦୂର ହୋଇଥାଏ। 7ଟି ଦ୍ୱିତୀୟ ଚନ୍ଦ୍ର ଦର୍ଶନ କଲେ ମନବାଚ୍ଛା ପୂର୍ଣ୍ଣ ହୋଇଥାଏ। ପୁରୁଷ ହୁଅନ୍ତୁ କିମ୍ବା ମହିଳା, କେବେ ବେକ ଖାଲି କରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ସକାଳୁ ଉଠି ବାସି ମୁହଁରେ 1 ଗ୍ଲାସ ପାଣି ପିଇଲେ ମଙ୍ଗଳ ହୋଇଥାଏ। ମାତୃପିତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟର ଘରରେ ଖାଆନ୍ତୁ ନାହିଁ। ଭୁଲରେ ବି କାହାକୁ ନିଜ ଘରର ଝାଡ଼ୁକୁ ଅନ୍ୟକୁ ଦେବା ଉଚିତ ନୁହଁ। ଏହାର ଅର୍ଥ ମା ଲକ୍ଷ୍ମୀ ଘରୁ ବାହାରି ଯାଆନ୍ତି ଏବଂ ଝାଡ଼ୁକୁ ସର୍ବଦା ଲୁଚାଇ ରଖିବା ଉଚିତ। ଝାଡ଼ୁକୁ ଗୋଇଠା ମାରିବା ବା ସନ୍ଧ୍ୟା ଓ ରାତ୍ରିରେ ଝାଡ଼ୁର ବ୍ୟବହାର କରିବା ଉଚିତ ନୁହେଁ। ପ୍ରତିଦିନ ସକାଳୁ ଝାଡ଼ୁର ବ୍ୟବହାର କରିବା ଶ୍ରେଷ୍ଠ ଅଟେ। ଯଦି ଘରେ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଥାଏ, ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଏବଂ କୁବେରଙ୍କ ଫଟୋ ଆଣି ଠାକୁର ଘରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଦାରିଦ୍ର୍ୟତା ଦୂର ହୋଇଥାଏ। ପ୍ରତ୍ୟେକ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓ ଯଦି ଭଲ ଲାଗୁଥାଏ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।